ମହାଶିବରାତ୍ରି ବା ଜାଗର ଓଷା ଓଡ଼ିଶାର ଏକ ପ୍ରମୁଖ ଆଧ୍ୟାତ୍ମିକ ପର୍ବ। ଏହି ଦିନର ଗୁରୁତ୍ୱ ବିଷୟରେ କିଛି ଧାଡ଼ି ନିମ୍ନରେ ଦିଆଗଲା। ମହାଶିବରାତ୍ରିର ମହତ୍ତ୍ୱ ଶିବ ଓ ଶକ୍ତିଙ୍କ ମିଳନ। ପୁରାଣ ଅନୁସାରେ ଏହି ପବିତ୍ର ତିଥିରେ ପ୍ରଭୁ ଶିବ ଓ ମାତା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଏହା ପ୍ରକୃତି ଓ ପୁରୁଷଙ୍କ ମିଳନର ପ୍ରତୀକ। ଅନ୍ଧକାର ଉପରେ ଆଲୋକର ବିଜୟ। ମହାଶିବରାତ୍ରି ଅଜ୍ଞାନତା ଏବଂ ଅଧର୍ମର ବିନାଶ କରି ଜ୍ଞାନ ଓ ସତ୍ୟର ଆଲୋକ ପ୍ରଜ୍ୱଳିତ କରିବାର ସନ୍ଦେଶ ଦିଏ। ଜାଗର ଦୀପର ଗୁରୁତ୍ୱ। ଓଡ଼ିଶାରେ ଶ୍ରଦ୍ଧାଳୁମାନେ ଦିନସାରା ଉପବାସ ରହି ରାତିରେ ଶିବ ମନ୍ଦିରରେ ଜାଗର ଦୀପ ଜାଳନ୍ତି। ବିଶ୍ୱାସ କରାଯାଏ ଯେ ଏହାଦ୍ୱାରା ଜୀବନର ସମସ୍ତ ପାପ କ୍ଷୟ ହୁଏ। ମହାଦୀପ ଦର୍ଶନ। ଶିବ ମନ୍ଦିର ଶିଖରକୁ ମହାଦୀପ ଉଠିବା ପରେ ଭକ୍ତମାନେ ନିଜର ବ୍ରତ ଭାଙ୍ଗନ୍ତି। ଏହି ଦୃଶ୍ୟ ଅତ୍ୟନ୍ତ ମନୋରମ ଓ ଭକ୍ତିପୂର୍ଣ୍ଣ ହୋଇଥାଏ। ଆଧ୍ୟାତ୍ମିକ ଶାନ୍ତି। ଏହି ଦିନ ଓ ନମଃ ଶିବାୟ ମନ୍ତ୍ର ଜପ କରିବା ଦ୍ୱାରା ମନ ଶାନ୍ତ ହୁଏ ଏବଂ ମନୁଷ୍ୟ ମଧ୍ୟରେ ଥିବା କ୍ରୋଧ, ଈର୍ଷା ଓ ଅହଙ୍କାର ଦୂର ହୁଏ। ଓଡ଼ିଶାର ପୁରୀର ଲୋକନାଥ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଏବଂ କପିଳାସ ପରି ଶୈବପୀଠମାନଙ୍କରେ ଏହି ପର୍ବ ଅତି ଉତ୍ସାହର ସହ ପାଳନ କରାଯାଏ। ଆପଣ କ'ଣ ଏହି ବିଷୟରେ କୌଣସି ସୁନ୍ଦର କବିତା ବା ସ୍ଲୋଗାନ ଲେଖିବାକୁ ଚାହୁଁଛନ୍ତି କି?